ବ୍ୟବହୃତ କଞ୍ଚାମାଲ ଅନୁସାରେ ଶିଳ୍ପ ଚାରି ପ୍ରକାର। ପ୍ରଥମ ହେଉଛି କୃଷି ଭିତ୍ତିକ ଶିଳ୍ପ, ଜଙ୍ଗଲ ଭିତ୍ତିକ ଶିଳ୍ପ, ପଶୁ ଭିତ୍ତିକ ଶିଳ୍ପ ଓ ଖଣିଜ ଭିତ୍ତିକ ଶିଳ୍ପ। କୃଷି ଭିତ୍ତିକ ଶିଳ୍ପ କ'ଣ? କଞ୍ଚାମାଲ ପାଇଁ କୃଷିଜାତ ଦ୍ରବ୍ୟ ଉପରେ ନିର୍ଭର କରି ଗଢ଼ି ଉଠିଥିବା ଶିଳ୍ପକୁ କୃଷି ଭିତ୍ତିକ ଶିଳ୍ପ କୁହାଯାଏ। ଉଦାହରଣ ଚିନି ଶିଳ୍ପ, ରବର ଶିଳ୍ପ, ଝୋଟ ଓ କପା ଶିଳ୍ପ ଏସବୁ ହେଉଛି କୃଷି ଭିତ୍ତିକ ଶିଳ୍ପର ଉଦାହରଣ। ଏବେ ଯିବା ଜଙ୍ଗଲ ଭିତ୍ତିକ ଶିଳ୍ପ। ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟକୁ କଞ୍ଚାମାଲ ରୂପରେ ବ୍ୟବହାର କରି ସ୍ଥାପିତ ଶିଳ୍ପକୁ ଜଙ୍ଗଲ ଭିତ୍ତିକ ଶିଳ୍ପ କୁହାଯାଏ। ଉଦାହରଣ ଔଷଧୀୟ ବୃକ୍ଷରୁ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ଜଙ୍ଗଲ ଭିତ୍ତିକ ଶିଳ୍ପ। କାଗଜ ଶିଳ୍ପ ଜଙ୍ଗଲ ଭିତ୍ତିକ ଶିଳ୍ପ। ଝୁଣାରୁ ଧୂପ ତିଆରି ଶିଳ୍ପ ଜଙ୍ଗଲ ଭିତ୍ତିକ ଶିଳ୍ପ। ଏ ଥିଲା ତୁମର ଜଙ୍ଗଲ ଭିତ୍ତିକ ଶିଳ୍ପ। ତାପରେ ଆସିଲା ପଶୁ ଶିଳ୍ପ। ପଶୁ ଭିତ୍ତିକ ଶିଳ୍ପ। ଏହି ଶିଳ୍ପ ପାଇଁ କଞ୍ଚାମାଲ ସାଧାରଣତଃ ପଶୁମାନଙ୍କ ଠାରୁ ମିଳିଥାଏ, ଯେମିତିକି ତୁମର ମତ୍ସ୍ୟ ଶିଳ୍ପ ମତ୍ସ୍ୟ ଠାରୁ। ଦୁଗ୍ଧଜାତ ପଦାର୍ଥ ପାଇଁ ଉଦ୍ଦିଷ୍ଟ ଶିଳ୍ପ ପଶୁ ଉପରେ ନିର୍ଭର କରିଥାଏ। ଚମଡ଼ା ଶିଳ୍ପ ଏସବୁ ତୁମର ପଶୁ ଭିତ୍ତିକ ଶିଳ୍ପର ଉଦାହରଣ। ତାପରେ ଆସିଲା ଖଣିଜ ଭିତ୍ତିକ ଶିଳ୍ପ। ଖଣିଜ ଭିତ୍ତିକ ଶିଳ୍ପ କ'ଣ? ନା ଖଣିଜ ଦ୍ରବ୍ୟ ଗୁଡ଼ିକୁ ଆଧାର କରି ଗଢ଼ି ଉଠିଥିବା ଶିଳ୍ପକୁ ଖଣିଜ ଭିତ୍ତିକ ଶିଳ୍ପ କୁହାଯାଏ। ଉଦାହରଣ ଲୌହ ଇସ୍ପାତ କାରଖାନା, ସିମେଣ୍ଟ ଶିଳ୍ପ, ଆଲୁମିନିୟମ ଶିଳ୍ପ ଇଏ ଥିଲା ତୁମର ଖଣିଜ ଭିତ୍ତିକ ଶିଳ୍ପର ଉଦାହରଣ। ଠିକ୍ ଅଛି।